ପୌଷ ମାସ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୁଏ। ଆଜି ସେହି ଶାମ୍ବ ଦଶମୀ ଉତ୍ସବ ପାଳିତ ହେବ। ଏହା ଗାଁ ଗଣ୍ଡାରେ ଏବଂ କିଛି ପୁରାତନ ପିଢ଼ିର ବ୍ୟକ୍ତିଙ୍କ ପାଖରେ ସମ୍ବର ଦଶମୀ ବୋଲି ପରିଚିତ। ସମ୍ବରରୁ ଶାମ୍ବ ହୋଇଛି ବୋଲି କେହି କହିଥାନ୍ତି। ଏହି ଶୁକ୍ଳ ଦଶମୀ ଅନ୍ୟତ୍ର ଶାମ୍ବ ଦଶମୀ ଭାବରେ ପୂଜିତ ହେବା ବେଳେ ଓଡ଼ିଶାରେ ଏହା ସମ୍ବର ଦଶମୀ ଭାବେ ମଧ୍ୟ ପାଳିତ ହେବାରେ ଓଡ଼ିଶାର ସାଂସ୍କୃତିକ ଚଳଣି ସୂଚିତ ହୁଏ। ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ନିଜର ରୋଗମୁକ୍ତି ପାଇଁ ଏହି ଦିନ ସୂର୍ଯ୍ୟ ଆରାଧନା କରିଥିଲେ। ଶାମ୍ବ ପୂଜା ହୁଏତ ଲୋକମୁଖରେ ସମ୍ବର ଦଶମୀ ହୋଇଥାଇପାରେ। ସମ୍ବର ଅର୍ଥ ଜଳ। ବିଭିନ୍ନ ପରିବା, ଡାଲି ଆଦିକୁ ମିଶାଇ ଏକ ତରଳ ଘାଣ୍ଟ ବା ସମ୍ବର ଓଡ଼ିଆଙ୍କର ନିଜସ୍ୱ ଥିଲା। ଘାଣ୍ଟ ପରିବା ଭାବରେ କନ୍ଦମୂଳ, ନଡ଼ିଆ, କଦଳୀ, ମୁଗ ଡାଲି, ବତୁରା ସୋଲା, ନାରଙ୍ଗ ରସ, ବଡ଼ି, ଚଣା ଡାଲି, ମୂଳା, କାକୁଡ଼ି, ଓଉ, ଜାମ୍ବିଳ ରସ, କୋଳି ମିଶାକୁ ଘୁଡ଼ୁଘୁଡ଼ି ତରକାରୀ କହି କେତେକ ବର୍ଣ୍ଣର ଭାଇ ଓ ଭଉଣୀମାନେ ଏହାକୁ ଖାଇ ଉତ୍ସବ ପାଳନ କରନ୍ତି। ଏହାର ଅନ୍ୟ ନାମ ସମ୍ବର। ଦ୍ୱିତୀୟା ଓଷାରେ ଏହା ଘାଣ୍ଟ ନାମରେ ପ୍ରସିଦ୍ଧ। ରାତିରେ ଦ୍ୱିତୀବାହନ ପୂଜା କରି ସେ ପରିବାରରେ ଘାଣ୍ଟ ହେବା ସାଧାରଣରେ ପ୍ରଚଳିତ, ଯାହା ଗୋଟାଏ ବିଶେଷ ପର୍ବର ସ୍ୱତନ୍ତ୍ର ତରକାରୀ ଭାବେ ଓଡ଼ିଶାରେ ପ୍ରଚଳିତ। ତାହା ଦକ୍ଷିଣରେ ସବୁଦିନିଆ ସମ୍ବର ବୋଲି ବିଖ୍ୟାତ। ଏ ପର୍ବରେ କେତେକ ଜାତିର ଲୋକ ଅତି ସକାଳୁ ଉଠି ସୂର୍ଯ୍ୟ ପୂଜା କରିଥାନ୍ତି। ହଳଦୀ ପାଣିରେ ସୂର୍ଯ୍ୟ ଦର୍ଶନ କରାଯାଏ। ରାତ୍ରିରେ ବଜ୍ର ମହାକାଳ ପୂଜା ହୁଏ। ଏଥିରେ ଶିମ୍ବ ଫୁଲରେ ଚନ୍ଦ୍ରଙ୍କୁ ପୂଜା କରାଯାଏ। ମହାକାଳ ଶିବଙ୍କ ମସ୍ତକରେ ଚନ୍ଦ୍ର ଥିବାରୁ ଏଭଳି ପୂଜା ହୁଏତ ହୋଇଥାଇପାରେ। କ୍ଷୀରି, ଖେଚଡ଼ି, କାକରା ଓ ଘାଣ୍ଟ ତରକାରୀ ସମ୍ବର ହୁଏ। ରାତିରେ ବୁଢ଼ା ଚକୁଳି ସହ ଅମ୍ଳ ଜାତୀୟ ପରିବା ମିଶି ଡାଲିରେ ଏକ ଘାଣ୍ଟ ପ୍ରସ୍ତୁତ କରାଯାଇ ଶିମ୍ବ ଫୁଲ ସହ ଚନ୍ଦ୍ରଙ୍କୁ ଭୋଗ ଲାଗିଥାଏ। ଶିମ୍ବ ଫୁଲ, ସୋରିଷ ଫୁଲ ଏହି ଦିନଠାରୁ ଖାଇବା ଆରମ୍ଭ ହୁଏ। ଶାମ୍ବ ଦଶମୀ ବୋଲି ଆଜିର ଦିନ ପ୍ରସିଦ୍ଧ ହୋଇଛି ଶ୍ରୀକୃଷ୍ଣ ପୁତ୍ର ଜାମ୍ବବତୀ ଗର୍ଭଜ ଶାମ୍ବଙ୍କ ଯୋଗୁଁ। କୋଣାର୍କଠାରେ ସୂର୍ଯ୍ୟମୂର୍ତ୍ତି ଏହି ଶାମ୍ବ ପ୍ରତିଷ୍ଠା କରିଥିଲେ। ସେତେବେଳେ କୋଣାର୍କର ଏହି ସ୍ଥାନରେ ଚନ୍ଦ୍ରଭାଗା ନଦୀ ସମୁଦ୍ରରେ ମିଶିଥିଲା। ପୂର୍ବରୁ ଏହି ସ୍ଥାନରେ ବା ଅନ୍ୟ କୌଣସି ଜାଗାରେ ଶାମ୍ବ ସୂର୍ଯ୍ୟପୂଜା ଆରମ୍ଭ କରାଇ ପାରସ୍ୟରୁ ମଗ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜା କରାଇଥିଲେ। ସେତେବେଳେ ଏହି ସ୍ଥଳରେ ସୂର୍ଯ୍ୟଙ୍କର ବୈଦିକ ନାମ ମିତ୍ର ଅନୁସାରେ ମିତ୍ରବଣ ନାମରେ ଏକ ଭୂମି ଗଢ଼ି ଉଠିଥିଲା। ଏହି ମଗ ବ୍ରାହ୍ମଣମାନେ ସର୍ବତ୍ର ସୂର୍ଯ୍ୟ ପୂଜାରେ ଲାଗିଲେ। ଏମାନେ ପାରସ୍ୟ ବା ଶାକଦ୍ୱୀପରୁ ଆସିଥିବାରୁ ଶାକ ବ୍ରାହ୍ମଣ ବୋଲାନ୍ତି ଓ ଜ୍ୟୋତିଷ ଓ ଗ୍ରହଚର୍ଯ୍ୟା ଏମାନଙ୍କର ବୃତ୍ତି ହୁଏ। ପୁରାଣ ଅନୁସାରେ ଶାମ୍ବ ନାରଦଙ୍କୁ ଆସନ ଉଠି ନମସ୍କାର ନ କରିବାରୁ ନାରଦ ଶାମ୍ବଙ୍କୁ ଶିକ୍ଷା ଦେବାକୁ ଚାହିଁଲେ। ଶାମ୍ବଙ୍କୁ କହିଲେ, କେଳି ସରୋବର ଯିବା ପୂର୍ବରୁ ପିତା ତୁମକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଶ୍ରୀକୃଷ୍ଣଙ୍କୁ ନାରଦ କହିଲେ, ଆପଣଙ୍କର ପୁତ୍ର ଯୌବନମତ୍ତ ଶାମ୍ବ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରାଇ ନାରୀମାନଙ୍କୁ ମୋହିତ କରିବାକୁ ଚାହୁଁଛନ୍ତି। ଶାମ୍ବ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଚାହାନ୍ତେ କେଳି ସରୋବରରେ ସ୍ନାନ କରୁଥିବା ଯୁବତୀମାନେ କାମ ମୋହିତ ହେଲେ। ଏହା ଲକ୍ଷ୍ୟ କରି ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ଗ୍ରାସ କରୁ ବୋଲି ଅଭିଶାପ ଦେଲେ। ନିଜର ପତ୍ନୀମାନଙ୍କୁ ଧିକ୍କାର କରି କହିଲେ, ହେ କୁଳଟାମାନେ, ପୁତ୍ରକୁ ଦେଖି କାମ ବିକାରରେ ଘାରି ହେବା ହେତୁ ମୋର ସ୍ୱର୍ଗବାସ ପରେ ତୁମେ ଗୋପାଳମାନଙ୍କ ଦ୍ୱାରା ଅପହୃତା ହୁଅ। ପରେ ନାଗ ଚକ୍ରାନ୍ତ ବୁଝିପାରି ପୁତ୍ର ଶାମ୍ବଙ୍କୁ ସୂର୍ଯ୍ୟ ଉପାସନା ଦ୍ୱାରା ବ୍ୟାଧିମୁକ୍ତ ହେବା ଉପଦେଶ ଦେଇଥିଲେ। ଅନୁଚିନ୍ତା ଉପସ୍ଥାପନା କରିଥିଲେ ରଜତ କର।